କ'ଣ ପ୍ରଜ୍ଞାପୁର ତାଜା କ'ଣ ହେଇଛି? ପୁଅ କେତେବେଳେ ଠାରୁ ଗଲାଣି? ପୁଅ କାହିଁକି ରାଗି ଯାଇଛି କ'ଣ କହିବେ? ରାଗିଛି ତା ବାପା ଟିକେ ପାଟି କଲେ ପାଠ ପଢ଼ା ପାଇଁ, ସେଥିପାଇଁ ରାଗି ପଳେଇଛି। କେତେବେଳେ ଠାରୁ ଗଲାଣି ପୁଅ? ସେ ଗଲାଣି 6ଟା 6:30 ଭିତରେ। ଖୋଜାଖୋଜି କୋଉଠି କଲେଣି? ବନ୍ଧୁବାନ୍ଧବ କାହାକୁ ଗଲେଣି? ସବୁଆଡ଼େ ଜଣେଇ ସାରିଲୁ, କିଛି ଏପର୍ଯ୍ୟନ୍ତ ଖବର ତ ନାହିଁ କିଛି। କିଛି କ'ଣ କହିବେ ପୁଅ କ'ଣ କହିବେ? ଯେଉଁଠି ଅଛି ତୋର ପଳେଇଗଲେ ନା ହେଲା ସୁରେଶ କୁମାର ଜେନା। ଘର ହେଉଛି ଆପଣଙ୍କର ଭଣ୍ଡାରୀ ପୋଖରୀ, କୁଲଣା, ବିଶ୍ଵଳ। ଏଠି କେତେ ବର୍ଷ ହେଲା? ଏଠି 8 ବର୍ଷ ହେଲା ରହିଲୁଣି ଆମେ ଧୂସୁରୀରେ। କ'ଣ ହେଇଛି ଘଟଣା? ପୁଅ ଗୋଟେ ମିସିଂ ହେଇଛି ବୋଲି ଆଜି ଗୋଟେ ହଁ, ଘଟଣା ଏଇଆ ହେଇଛି କି ଆଜି ସକାଳେ ଆମ ପାଠ ପଢ଼ୁଥିଲା, ଟିକେ ପାଠ ନ ପଢ଼ିବା କଥା ଆମେ ଯେତେବେଳେ କହିଲି ପାଠ ପଢ଼, ତ ଏକ୍ଜାମ୍ ଅଛି, ଟିକେ ଇଏ କର, ସିନସିୟର ହଉ, ସେଇ କଥାକୁ ନେଇକି ଟିକେ ମନମାଳିନ୍ୟ ହେଲା ପରେ କହିଲା ନା ମୁଁ ଖାଇବିନି କହିବୁ ନା ଖା। ତାପରେ ବିରକ୍ତ ହେଲି ଖାଇବା ପାଇଁ, ସେତିକି କଥାରେ ସେ ରାଗିକି ପଳେଇଲା, କହିଲା ମୁଁ ଘରକୁ ଯାଉଛି। ମୁଁ ଯେତେବେଳେ କହିଲି ନା ତୋର ଏଇଠି କବାଟ ଦେଇଥିଲି, ତାପରେ ମୁଁ ତାକୁ କ'ଣ କଲି ବାଥରୁମ୍ ଗଲାବେଳକୁ ସେ କେତେବେଳେ ଯାଇଛି। ଖୋଜାଖୋଜି ଆମେ କଲୁଣି, କୋଠାରେ ଯାଇଛି, ଆଗକୁ ଯାଇଛି, ବସଷ୍ଟାଣ୍ଡ ପାଖକୁ ଯାଇଛି, ବାକି ଆପଣଙ୍କର ଧୂସୁରୀ, ବେତାଳି ଗାଁও, ଆରଡ଼ି, ଆପଣଙ୍କର ପଙ୍ଗଟା ବଙ୍କୁରା ସବୁଟା ଆମେ ଦେଖି ସାରିଲୁଣି। ତା ସାଙ୍ଗସାଥି, ପ୍ରିୟାପ୍ରୀତି, ବନ୍ଧୁବାନ୍ଧବ ସମସ୍ତଙ୍କୁ ଖୁସିରେ କିଛି ଆପଣଙ୍କର ମେସେଜ୍ ଆମେ ପାଇନୁ। ଆମେ ତାକୁ କହିବାକୁ ଚାହୁଁଛୁ କି ଯଦି ତୁ କେଉଁଠି ଅଛୁ, ମୋ ଧନ ସୁନା, ତୁ ଯେଉଁଠି ଅଛୁ ତୁ ପଳେଇଆ, ତୋ ମାଆ ତୋ ବିନା ରହିପାରିବନି। କାନ୍ଦିକି ଉଚ୍ଛ ନେଲାଣି, ସମସ୍ତେ ପୁରା ତା ପାଇଁ ବ୍ୟସ୍ତ ହେଇଗଲାଣି। ଯଦି ସେ ସହଯୋଗୀ କେହି ନଜର ପାଆନ୍ତି, କ'ଣ ରହିବ ଯୋଗାଯୋଗ ନମ୍ବର 8328867710। ଆଉ ଗୋଟେ ନମ୍ବର, ତୁମ ନମ୍ବରଟା କହିଦିଅ। ମୋ ନମ୍ବର 6370